ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଆଜି ସଂଗଠନର ସମସ୍ତଙ୍କୁ ଟିକେ ଦର୍ପଣ ଦେଖାଇବା ପାଇଁ ମୁଁ ଏ ବ୍ଲଗ୍ଟି କରୁଛି। ଅର୍ଥାତ୍ କହିବା ଅତି ସହଜ, କିନ୍ତୁ ନିଜେ କେତେ କରୁଛନ୍ତି ତାହା ଥରେ ଚିନ୍ତା କରନ୍ତୁ। ଯିଏ ସର୍ବଦା ୟୁନିୟନ କ'ଣ କରୁଛି, କ'ଣ କଲାଣି ବୋଲି ପ୍ରଶ୍ନ କରୁଛି, ସିଏ ଥରେ ଭାବିବା ଦରକାର ଆପଣ ନିଜେ କ'ଣ କରୁଛନ୍ତି। କେବେ ସଂଗଠନ ପାଇଁ ନିଃସ୍ୱାର୍ଥପର ଭାବରେ ଲଢ଼େଇ କରିଛନ୍ତି? କିମ୍ବା ଅନ୍ୟମାନଙ୍କ ଉପରେ ଅତ୍ୟାଚାର ହେଉଥିଲେ ଆଗକୁ ଆସିଛନ୍ତି? କି ଅନ୍ୟାୟ ବିରୋଧରେ କେବେ ସ୍ୱର ଉତ୍ତୋଳନ କରିଛନ୍ତି କୌଣସି ଭଉଣୀଙ୍କ ପାଇଁ? ନା, ସେଇଟା ଆପଣମାନେ କରିବେନି। ଆପଣମାନେ କ'ଣ ନା CDPO ସୁପରଭାଇଜରଙ୍କ ଚାମଚାଗିରି ସାଜି ରାଜୁତି କରିବେ ଆମରି ଭଉଣୀମାନଙ୍କ ଉପରେ। ଅଫିସରମାନଙ୍କ ସହ ସାଲିସ କରି ନାଲି ଆଖି ଦେଖାଇବେ, ଆଉ ପଥଭ୍ରଷ୍ଟ କରାଇବେ ଭଉଣୀମାନଙ୍କୁ। ଯେମିତିକି ମିନି ଅଙ୍ଗନବାଡ଼ି ଯେତେବେଳେ ମୁଖ୍ୟ ଅଙ୍ଗନବାଡ଼ି ହେଲେ ତାଙ୍କୁ କୁହାଗଲା ନା CDPO ମାନେ କରିଛନ୍ତି, ଆଉ ପ୍ରମୋସନ୍ ହେଲେ ବି କୁହାଯିବ ଉଚ୍ଚପଦସ୍ଥ ଅଫିସର ମାନେ କରିଛନ୍ତି। ଏମିତି ତାଙ୍କୁ ନେଗେଟିଭ୍ କରିବା ପାଇଁ ଚେଷ୍ଟା କରୁଛନ୍ତି ଆମରି ଭଉଣୀମାନେ, ଆଉ କହୁଛନ୍ତି ଆମେ ଲଢ଼ିଲୁ, କାହିଁକି ମେମ୍ବରସିପ୍ ଦେବୁ, କାହିଁକି ଡୋନେସନ୍ ଦେବୁ, ଏଭଳି ଭିନ୍ନ ଭିନ୍ନ କଥା। କିନ୍ତୁ ଆପଣ ଏକା ଲଢ଼ି ନାହାନ୍ତି କି ଆପଣ ଏକାକୀ ସଂଗଠନ ନୁହନ୍ତି। ଆମେ ସମସ୍ତେ ମିଶିକି ଲଢ଼ିଛୁ ଏବଂ ସମସ୍ତଙ୍କୁ ନେଇ ଏ ସଂଗଠନ ହୋଇଛି। ଭଉଣୀମାନେ ସମସ୍ତଙ୍କୁ ଜଣାଅଛି ଯେ ଯିଏ ଏଭଳି ନେଗେଟିଭ୍ କଥା କହୁଛନ୍ତି ସେ କେବେ ବି କାହା ପାଇଁ ଠିଆ ହେବେ ନାହିଁ, କାରଣ ସେ ସ୍ୱାର୍ଥବାଦୀ। ଆଉ ତାଙ୍କର ସ୍ୱାର୍ଥ ପୂରଣ ନ ହେବା ଯୋଗୁଁ ସେମାନେ ଅନ୍ୟକୁ କୁମନ୍ତ୍ରଣା ଦେଇ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏଣୁ ସମସ୍ତେ ଚିନ୍ତନ କରିବା ଦରକାର କି ଯେଉଁ ସଂଗଠନ କହୁଛୁ ସେଇଟା ହେଲା ଆମେ ନିଜେ। ଏବଂ ଅନ୍ୟାୟ ବିରୋଧରେ ଲଢ଼ିବାକୁ ହେଲେ ଆମକୁ ପ୍ରଥମେ ନିଜକୁ ଶକ୍ତିଶାଳୀ କରିବା ସହ ପ୍ରଥମେ ନିଜ ସେକ୍ଟର ଏବଂ ବ୍ଲକକୁ ଏକତ୍ରିତ କରିବାକୁ ପଡ଼ିବ, ସଂଗଠିତ କରିବାକୁ ହେବ। କାହାର କିଛି ଅସୁବିଧା ହେଲେ ବିନା ସ୍ୱାର୍ଥରେ, ବିନା ଦ୍ୱିଧାରେ ଆଗକୁ ଆସି ତା'ର ସମାଧାନ କରିବାକୁ ପଡ଼ିବ ଏବଂ ଆମ ବ୍ଲକର ଶକ୍ତି ବଳରେ ଜିଲ୍ଲା ଶକ୍ତିଶାଳୀ ହେବ। ତା ସହ ଜିଲ୍ଲାର ଶକ୍ତିକୁ ନେଇ ହିଁ ରାଜ୍ୟ ସଂଗଠନ ଲଢ଼େଇ କରିବ। ରାଜ୍ୟ ସଂଗଠନ ଆମ ସମସ୍ତଙ୍କୁ ନେଇ ହୋଇଛି। କେଉଁ ସଭାପତି କି ସମ୍ପାଦିକା ସଂଗଠନ ନୁହନ୍ତି, ଆମେ ସମସ୍ତେ ମିଶି ସଂଗଠନ ଅଟୁ। ଏଣୁ ସର୍ବଦା ଅନ୍ୟର ବିପକ୍ଷରେ ଚର୍ଚ୍ଚା ନ କରି ତଥା ନକାରାତ୍ମକ ବିଚାରରୁ ଦୂରେଇ ରହି ନିଜର ତଥା ସର୍ବହିତ ପାଇଁ ପ୍ରୟାସ ଜାରି ରଖନ୍ତୁ। ନିଶ୍ଚୟ ସଫଳତା ପାଇପାରିବେ। ଧନ୍ୟବାଦ।